ଈଶ୍ୱରଙ୍କ ସୁଦୃଷ୍ଟି। ରାଜାଙ୍କ ପାଖରେ ଜଣେ ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଥିଲେ। ତେବେ ସେ ଦେଖୁଥିଲେ ଯେ ରାଜାଙ୍କ ପାଖରେ କାମ କରୁଥିବା ଅନେକ ଲୋକ ଦୁର୍ନୀତିଗ୍ରସ୍ତ, ଅଥଚ ସେମାନଙ୍କ କିଛି ଅସୁବିଧା ହେଉନି, ସମସ୍ତେ ଭଲରେ ଅଛନ୍ତି। ଏ ଚିନ୍ତା ମୁଣ୍ଡରେ ପଶିବା କ୍ଷଣି ତାଙ୍କ ମନ ଅସ୍ଥିର ହେଲା। ସେ ଭାବିଲେ, ମୁଁ ଅତି ବିଶ୍ୱସ୍ତ ବୋଲି ରାଜା ମୋ କାନ୍ଧ ଉପରେ ହାତ ରଖି ଦେଉଛନ୍ତି ସତ, ମୁଁ ଆଉ କ'ଣ ପାଉଛି? ସୁଯୋଗର ଟିକେ ସଦୁପଯୋଗ କଲେ ମୁଁ ମଧ୍ୟ ନିଜ ପରିବାର ଲାଗି ଅଧିକ କିଛି କରିପାରନ୍ତି। ଏମିତି ଭାବୁ ଭାବୁ ଶୀଘ୍ର ସୁଯୋଗ ଜୁଟିଗଲା। ରାଣୀଙ୍କ ରତ୍ନ ଖଚିତ ସୁନାହାର ପଲଙ୍କ ତଳେ ପଡ଼ିଥିବା ଦେଖି ତାଙ୍କ ମନ ଚହଲିଗଲା। ସେ ତାକୁ ନିଜ ଅଣ୍ଟାରେ ଖୁସିଦେଲେ। କିନ୍ତୁ ଏ କଥା ଦେଖିଦେଲା ଆଉ ଜଣେ ସହକର୍ମୀ। ରାଣୀଙ୍କ ହାର ଖୋଜା ପଡ଼ିଲା। ଏ ବିଶ୍ୱସ୍ତ ଭୃତ୍ୟ ଜଣକ ଥିଲେ ସମସ୍ତଙ୍କ ସନ୍ଦେହର ଉପରେ, ତେଣୁ ତାଙ୍କୁ ଛାଡ଼ି ଅନ୍ୟମାନଙ୍କ ତଲାସିର ବ୍ୟବସ୍ଥା ହେଲା। ସେତିକିବେଳେ ଏହା ଦେଖିଥିବା ଲୋକଟି ଗୁମର ଖୋଲିଦେଲା। ଭୃତ୍ୟଙ୍କ ପାଖରୁ ହାର ମିଳିଲା। ରାଜା ବିସ୍ମୟରେ ହତବାକ୍ ହେଇଗଲେ। ତେବେ ଦୟା ପରବଶ ହେଇ କିଛି ଦଣ୍ଡ ନ ଦେଇ ତାଙ୍କୁ ସେଇ କ୍ଷଣି ଉଆସରୁ ନିକାଲି ଦେଲେ। ଏଭଳି ଅପବାଦର ଅପମାନ ଜର୍ଜର ପାଗଳପାଏ ଭୃତ୍ୟ ଜଣକ ଯେତେବେଳେ କାନ୍ଦି କାନ୍ଦି ଭଗବାନଙ୍କ ଉଦ୍ଦେଶ୍ୟରେ ଅଭିସମ୍ପାତ ବର୍ଷଣ କରି କହିବାକୁ ଲାଗିଲେ ଯେ, ହେ ଈଶ୍ୱର, ତୁମେ ଅବିଚାରୀ ଓ ନିର୍ଦ୍ଦୟ। ଏତେ ଲୋକ ଏତେ ଅନ୍ୟାୟରେ ଧରା ପଡ଼ୁନଥିବା ବେଳେ ତୁମେ ମୋର ପ୍ରଥମ ଅପକର୍ମକୁ ଧରାଇଦେଲ କେମିତି? ସବୁ ଶୁଣୁଥିଲେ ବୃଦ୍ଧ ମନ୍ତ୍ରୀ। କହିଲେ, ନିର୍ବୋଧଙ୍କ ଭଳି ନ ହେଇ ବରଂ ଈଶ୍ୱରଙ୍କୁ ଧନ୍ୟବାଦ ଦିଅ ଯେ ତୁମର ପ୍ରଥମ ଅପକର୍ମ ଧରାଇ ଦେଇଛନ୍ତି। ଈଶ୍ୱରଙ୍କ ସୁଦୃଷ୍ଟି ତୁମ ଉପରେ ଅଛି। ତା ନ ହେଇଥିଲେ ତୁମେ ମଧ୍ୟ କ୍ରମେ ଅନ୍ୟମାନଙ୍କ ଭଳି ହେଇଯାଇଥାନ୍ତ। ମୋ ସହିତ ଆସ, ରାଜାଙ୍କୁ ସବୁ କଥା କହି କ୍ଷମା ମାଗ। ରାଜା ମଧ୍ୟ ତୁମକୁ କ୍ଷମା କରିବେ।